आज आम पढ़ा गणित बहिर अच्छी ज्यामिति है देखिए यहाँ ज्यामिति ज्यामिति रे आमे आज पढ़ा कौन ना रेखा कोण एवं कोणर माप है आम गणित पढ़ीचे गणित बहिर आम कौन संख्या मिशाण फेड़ाण गुणन हरण आम पढ़ीचे किंतु ज्यामिति है ज्यामिति आम जो पढ़ा ज्यामिति कौन हो ना माप मापिबा केते कोण सब अच्छी डिग्री सब अच्छी आम माप हेले आम जानिबा है तेणु आज आमर जो प्रसंग बा टॉपिक होची रेखा आउ कोण आउ कोणर माप तेणु ताको करने कौन दरकार आमर ना स्केल स्केल जानिच है स्केल जमती यहाँ हूँ काठर स्केल सेमती आमर सब अच्छी स्केलटा यहाँ आमर जो अच्छी स्केल देखि थो स्केल देखिछ है ना तापर यहाँ हूँ आमर प्रोट्राक्टर एथर सब केते सब डिग्री अच्छी है 10 20 30 सब लेखा अच्छी है 100 सब देखिए अच्छी 0 रु आरंभ होइछि 180 पर्यंत अच्छी सब लेखा अच्छी देखिबो स्केल जान लो स्केल आउ एटा होची कंपास एटा होची कंपास आउ एटा हला पेंसिल है पेंसिल तुम देखो ये कंपास ये कौन ना मुनिया फुटे मुनिया एटा मुनिया एटा कौन हम ना एटा कंपास है एटा घूरा घूरीब बुलिब घूरीब यहाँ एमती आपको एमती आम धरिबा है धरिकी कागज उपर कोण अंकन करवा है ना आउ स्केल रे आम जो काठ स्केल अच्छी बड़ आउ देखो स्केल रे भी एमती अच्छी 1 2 3 4 5 6 7 एमती अच्छी 12 पर्यंत अच्छी 1 सेंटीमीटर 2 सेंटीमीटर सेमी सब लेखा हम अच्छी ताले प्रथमते स्केल प्रोट्राक्टर कंपास पेंसिल ये सब आम रखिले आम सब माप कर से कौन ना रेखाखंड रेखाखंड जानिच रेखाखंड से किंतु ना रेखाखंडर दैर्घ्य किपरि निर्णय मापिबा निर्णय करवा आम गोटे रेखाखंड मन कर नहीं गले है रेखाखंड नेले आम हाथ नेले किंतु आम हाथ रे न हाथ रे कर स्केल है स्केल रे कर ठीक है स्केल रखिदेली है यहाँ नेली किंतु यहाँ टी एथेर भी अच्छी एथेर भी अच्छी 1 2 3 4 स्केल अच्छी ये भी आम एमती नहीं पार है तुम मैंने खातार कर ये प्रोब्लेम हो तुम मैंने सब देख मु कहूँ तुम मैंने कागज खातार कले सुविधा हम
ହେଲା। ତେଣୁ ଏ ଯେଉଁ ରେଖା ଖଣ୍ଡକ ଦେଲି ହେଲା, ସେ ଯେଉଁ ରେଖା ଖଣ୍ଡକର ପ୍ରାନ୍ତ ବିନ୍ଦୁ, ପ୍ରାନ୍ତ ବିନ୍ଦୁ ବୋଇଲେ କ'ଣ ବୁଝିବା ନା ଏଠି ଅଛି ଏଠି ଅଛି ପ୍ରାନ୍ତ ବିନ୍ଦୁ, ଏଇଟା ଲେଖିଲୁ ବିନ୍ଦୁ ହେଲା, ଏଇଠି ଅଛି ହେଲା, ଦେଲି ବିନ୍ଦୁ ଗାରଟା ଆଣୁଛେ ହେଲା, ବିନ୍ଦୁ ସେ କହୁଛି ପ୍ରାନ୍ତ ବିନ୍ଦୁ ରହିଲା। ଏପଟେ ଏପଟେ ଆମେ କ'ଣ କରିବା ସ୍କେଲରେ ମାପିବା ହେଲା, ଯେଉଁ ମାପିବା ଆମ ସ୍କେଲଟା କେଉଁଠି ରହିଯାଇଛି, ଏଇ ଯେଉଁ ଅଛି ଦେଖିବ ଏଇଠି ବି ଅଛି ମାପିଦେବା ହେଲା। ଆମେ ଯଦି ମାପୁଛେ 5 ହେଲା, ଏଠି ଯେଉଁ ଅଛି ସ୍କେଲରେ ସେମିତି ମାପିବ କେତେ ହେବ। ଏଇ ଯେଉଁ ମାପ ବା ଦୈର୍ଘ୍ୟ ହେଲା, ଏତିକି ବାଟକୁ ଦୈର୍ଘ୍ୟ ହେଲା, ସେ କହୁଛି ନା ପ୍ରାନ୍ତ ବିନ୍ଦୁ। ମନେକର ଆମେ କ ଆଉ ଖ ଲେଖିଲେ, ଏ ଲେଖିଲି କ ଦେଲା ଖ, ଦେଖାଯାଉଛି କ ଖ ହେଲା ଲେଖା ହେଉଛି। ସେମିତି କ ଖ ପ୍ରାନ୍ତ ବିନ୍ଦୁ ଦ୍ୱୟର ନାମ ହେଲା ହେଲା, କ ଖ ଲେଖିଲେ ତାର ଯେଉଁ ମାପିବା ହେଲା, ସ୍କେଲରେ ମାପିଦେଲେ ହେଲା, ମାପିଲେ ତାର ଦୈର୍ଘ୍ୟ ହେଲା, ଦୈର୍ଘ୍ୟ କୁହାଇବା ହେଲା, ବା ଦୂରତା, ଆର ଦୂରତା ହେଉଛି କ ଆଉ ଖ ରେଖାଖଣ୍ଡର ଦୈର୍ଘ୍ୟ ହେଲା। ସେମିତି ଆଉ ଗୋଟେ ତୁମେ ରେଖାଖଣ୍ଡ ନେଇପାରିବ ହେଲା, ସେ କହୁଛି କ ଆଉ ଖ, ଏଇ ଯେଉଁ ଆମେ ନେଲେ କ ଖ ଏହାର ପ୍ରାନ୍ତ ବିନ୍ଦୁ ଦୁଇଟି, ଏପଟେ ଗୋଟେ ବିନ୍ଦୁ ଏପଟେ ଗୋଟେ ବିନ୍ଦୁ ହେଲା, ପ୍ରାନ୍ତ ବିନ୍ଦୁ ଦୁଇଟି, ଏହା ଏକ ରେଖା ଖଣ୍ଡ, ଖଣ୍ଡ ଆମେ କହୁଛେ ଖଣ୍ଡ କ'ଣ ନା ଗୋଟିଏ ଖଣ୍ଡ ହେଲା, ଗୋଟାଏ ରେଖା ଖଣ୍ଡ କୁହାଯାଏ ହେଲା। ସେମିତି ଆମେ ଗୋଟେ ନେବା ଆଉ ଗୋଟେ ସେମିତି ରେଖାଖଣ୍ଡ ନେବା ହେଲା, ବା ରେଖାଖଣ୍ଡ ନିଆ ହେଇଛି ହେଲା, ଏଠି ଗୋଟେ ରେଖାଖଣ୍ଡ ନିଆହେଇଛି, ଏଠି ଗୋଟେ ରେଖାଖଣ୍ଡ ନିଆହେଇଛି, ସେମିତି ଆଉ ଗୋଟିଏ ରେଖାଖଣ୍ଡ ଆମେ ନେବା ହେଲା। ରେଖାଖଣ୍ଡ ନେଲେ ଆଚ୍ଛା ହଉ, ରେଖାଖଣ୍ଡ ନେଲେ ନେଇ ସାରିବା ପରେ କ'ଣ କରୁଛି ନା ଗୋଟିଏ ମନେକର ଏଠି ଦେଲି ଚ ହେଲା 6, ଏଇଠି ମୁଁ କଲି କ'ଣ କଲି ନା ତୀର ଚିହ୍ନ ଯେମିତି ଥାଏ ସେଇ ଗୋଟେ ଚିହ୍ନ ଭଳିଆ ଦେଲି ହେଲା। ସେ ଯେଉଁ ଦେଲି ସେ ଚ 6 ବିନ୍ଦୁରୁ ଆରମ୍ଭ କରି ଏଇ ଚ ବିନ୍ଦୁରୁ ଆରମ୍ଭ ହେଲା 6 ବିନ୍ଦୁ ହେଲା, ଆରମ୍ଭ 6 ବିନ୍ଦୁ ଆଡ଼କୁ ଅସରନ୍ତି ଭାବରେ ଲମ୍ବିଛି ହେଲା। ଏଇ ଯେଉଁ ଚିହ୍ନ ଦିଆହେଇଛି ତୀର ଚିହ୍ନ ହେଲା, ତୀର ଚିହ୍ନ କ'ଣ ହେଉଛି ନା ଇଏ ଆଉ ଯିବ, ତମେ ଦେଖିଥିବ ରାସ୍ତା ସେଟା ସେମିତି ତୀର ଚିହ୍ନ, ଯେମିତି ତୀର ଚିହ୍ନ ଦିଆହେଇଥିବ ମାନେ ଯିବା ଆଗକୁ ଯିବା, ଦେଖିଥିବ ଏମିତି ବୁଲାଣି ତୀର ଚିହ୍ନ ଥିବ, ଆମେ କ'ଣ କରିବା ବୁଲିବା ଚିହ୍ନ, ସେମିତି ତାମାନେ ଏ ଯେଉଁ ତୀର ଚିହ୍ନ ଅଛି ସେମିତି ଅସରନ୍ତି, ସେ ସେମିତି ତେମିତି ଚାଲୁଥିବା, ବନ୍ଦ ନାହିଁ, ସେ ଦେଖାଉଛି ଚାଲ, ଏମିତି ଅଛି ମାନେ ଯିବା ହେଲା। ତାହେଲେ ଚ ଆଉ 6 ବିନ୍ଦୁରୁ ଆରମ୍ଭ ହେଲା, 6 ଆଡ଼କୁ ଅସରନ୍ତି ଭାବରେ ଲମ୍ବିଛି, ଆଉ 6 ଠାରେ ଯେଉଁ ତୀର ଚିହ୍ନ ଦିଆଯାଉଛି ଏହାକୁ କ'ଣ କରିବା ନା ରଶ୍ମି କୁହାଯାଏ ହେଲା। ଏଇଟା ହେଲା ରଶ୍ମି, ଆଉ ଏଇଟା ହେଲା ରେଖାଖଣ୍ଡ, ଏଇଟା ହେଲା ରଶ୍ମି ହେଲା। ସେମିତି ଆଉ ଗୋଟେ ନେବା, ଆଉ ଗୋଟେ ମୁଁ ନେଉଛି ହେଲା, ନେଲି ଆଉ ଗୋଟେ
କ'ଣ କରୁଛି ନା ମୁଁ ଲେଖିଲି ଏପଟେ ପ ଫ ପ ଫ ଏଠି କ'ଣ କରୁଛି ନା ତୀର ଚିହ୍ନ ଦେଉଛି ହେଲା ଏଠି ଦେଲି ଏଠି ବି ଦେଲି ହେଲା। ତମେ ଯେତେବେଳେ ପେନ୍ସିଲ୍ରେ କରିବ ହେଲା ସେମିତି ପେନ୍ସିଲ୍ ଭଲ ସ୍କେଲ୍ ଭଲ ସମାନ କରିକି ତରତର ନାହିଁ ଆରାମସେ ପ୍ରଥମେ ପ୍ରାକ୍ଟିସ୍ କରିବ ତାପରେ ବି ପେନ୍ସିଲ୍କୁ ଏମିତି ଦୁଇଥର କରିବନି ପେନ୍ସିଲ୍ ଭଲ ହେଇଥିବ ଥରେକେ ନେବ ହେଲା ଆରାମସେ ଆଉ କରିବନି ହେଲା ଆରାମସେ ଧୀରେ ନେଲ ହଲଚଲ କରିବନି ସରଳ ସିଧା ନାଇଁ ଦେଖିବ ସିଧା ପକାଇବ ହେଲା। ତାହେଲେ ମୁଁ କ'ଣ କରୁଛି ନା ପ ଆଉ ଫ ହେଲା ଦୁଇ ପଟେ କ'ଣ କରୁଛି ନା ତୀର ଚିହ୍ନ ଦେଇଛି ତାହେଲେ ଉଭୟ ଦିଗ ହେଲା ଦୁଇଟା ଉଭୟ ଦିଗରେ ବିସ୍ତୃତ ହେଲା ବିସ୍ତୃତ ପ ଆଉ ଫକୁ ସରଳ ରେଖା କୁହାଯାଏ ସରଳ ରେଖା ହେଲା ଏଇଟା କ'ଣ ନା ସିଧା ସରଳ ରେଖା ନାହିଁ ଆର ହେଲା ସେମିତି ସିଧା ଚାଲିବ ତମେ ରେଳ ଲାଇନ୍ ଦେଖିଛ ହେଲା ରେଳ ଲାଇନ୍ କ'ଣ ହେଉଛି ଦୁଇଟା ସିଧା ଚାଲିଛି ସେ ହେଉଛି ସରଳ ରେଖା ସିଧା ହେଲା। ତାହେଲେ ଆକୁ ଆମେ କ'ଣ କହିବା ସରଳ ରେଖା ସିଧା ସେମିତି ଚାଲିବେ ସରଳ ରେଖା। ଆଉ କ'ଣ କହିବା ନା ଦେଖିଥିବ ବକ୍ରରେଖା ମାନେ ବକ୍ରରେଖା ମୁଁ ଗୋଟେ ସେମିତି ଦୁଇଟା ବିନ୍ଦୁ ନେଇଯାଉଛି ଆଗ ଦେଖ ହେଲା ମୁଁ ମନେକର ଏଠି ଗୋଟେ ଦେଖାଯାଉଛି ଏଠି ଗୋଟେ ବିନ୍ଦୁ ନେଲି ଏଠି ଗୋଟେ ବିନ୍ଦୁ ନେଲି ଏଠି ଆଉ ସ୍କେଲ୍ ନେବାନି ହେଲା ଏଇଆକୁ ମୁଁ କ'ଣ କରୁଛି ହେଲା ଇଏ କ'ଣ ହେଲା ବକ୍ରରେଖା ସଳଖ ନାହିଁ ବଙ୍କା ହେଇଛି ହେଲା ଏ ଯେଉଁ ବକ୍ରରେଖା ହେଲା ହେଲା ଆକୁ ଆମେ କ'ଣ କରିବା ନା ଆର ବି ନା ଲେଖିଦେବା ଏଠି ଲେଖିଦେଲି ବ ଏଠି ଲେଖିଲି ଭ ବ ଭ ଇଏ ହେଲା କ'ଣ ନା ବକ୍ରରେଖା ହେଲା। ଆଉ ଏହାକୁ ମାପିବା କେମିତି ସ୍କେଲ୍ରେ ଆକୁ ମାପିବା କି ସ୍କେଲ୍ ଯଦି ମାପିବା କ'ଣ ହେବ ଯେଉଁ ସ୍କେଲ୍ରେ ମାପିଦେଲେ ଏମିତି ସ୍କେଲ୍ରେ ମାପିଲେ ହେଲା କିନ୍ତୁ ଏଠି ବଙ୍କା ହେଉଛି ହେଲା ସ୍କେଲ୍ରେ ମାପିବା ଅଳ୍ପ ହେବ ତେଣୁକରି ଆଗ କ'ଣ କରିବା ନା ସୂତା ହେଲା ସୂତା ଦେଖିଥିବ ସୂତାକୁ କ'ଣ କରିବ ଏଇଠି ରଖିକି ଏମିତି ଏଇ ଗାର ଉପରେ ପକେଇକି ଆଣିଯିବ ହେଲା ସିଧା ନେବନି ସିଧା ନେଲେ ଅଳ୍ପ ହେବ ଇଏ ଏମିତି ଆସିଛି ହେଲା ଏମିତି ଆସିଛି ଏମିତି ଯେମିତି ଆସିଛି ଏମିତି ବୁଲିକି ଅଛି ତାପରେ ସ୍କେଲ୍ରେ ସିଧାରେ ମାପିଦେବ ହେଲା ମାପିଲେ ଠିକ୍ ହେବ ହେଲା। ତାହେଲେ ସେ କହୁଛି ତାହେଲେ ଏହାକୁ ସୂତାରେ ମାପି ପରେ ସ୍କେଲ୍ରେ ମାପିବା ଏମିତି ଏମିତି ନେଲେ ତାପରେ ସ୍କେଲ୍ ପକେଇକି ମାପିଦେବା ମାପିଦେଲେ ଠିକ୍ ହେବ ହେଲା ବକ୍ରରେଖା ହେଲା। ତାହେଲେ ଆମେ କହୁଛେ କୋଣ କୋଣ କ'ଣ କରିବା କୋଣ କେମିତି ହେବ ନା ଦୁଇଟି ନା ରଶ୍ମି ବୁଝ ତୀର ଚିହ୍ନ ଥିବ ହେଲା ରଶ୍ମି ହେଲା ଏ ଯେଉଁ ତୀର ଚିହ୍ନ ଅଛି ରଶ୍ମି ସେ କହୁଛି ରଶ୍ମି ଦୁଇଟି ନା ମୂଳ ବିନ୍ଦୁ କ ଆଉ ସେ କ ହେଉଛି କୋଣର ଶୀର୍ଷ କୋଣ ବୁଝୁଛ ତ ଯେମିତି ତ ଘର ଦେଖିଥିବ ଛାତ ଘର ହଉ ଘରର କାନ୍ଥ ଏମିତି ହେଇଛି ଏମିତି ହେବ ଏ ଦେଖ ଏଇଟା ହେଲା ହେଇଛି ଏଇଟା ହେଲା କୋଣ ହେଲା ଆସିଲା ଆଇଲା ଏଠି ହେଲା କୋଣ
ହେଲା ଏମିତି ଘର ଏମିତି ହେଉଛି କି ଏମିତି ହେଲା ଦେଖ ଆସିଲା ଏଇଠି ଆଇଲା ଏଇଟା ହେଲା ଏଇଠି ହେଲା କୋଣ ହେଲା ତାହେଲେ ସେ କହୁଛି ଦୁଇଟି ରଶ୍ମି ମିଶିଯିବ ହେଲା ମିଶିକି କୋଣ ହୁଏ ହେଲା ମୁଁ ଦେଖେଇ ଦେଉଛି ଗୋଟେ ଦେଖିଦିଅ ସେମିତି ଦୁଇଟି ସ୍କେଲରେ ପକାଇବ ହେଲା ସ୍କେଲ ଆଗ ଧର ସ୍କେଲରେ ସେମିତି କରିବ ହେଲା ଏଇଠି ମୁଁ ରଖିଲି ଆଗ ନେଲ ହେଲା ନେଲ ମୁଁ ନେଲି 5 ହଁ ଏଠି ବି ମୁଁ ନେଇଗଲି 5 ଦେଖ ଆଉ କରିବନି ଥରେ ମିଶିଲା ହେଲା ଏଇଟା ହେଇଗଲା କ'ଣ ନା କୋଣ ଏଇଟା ହେଇଗଲା କ'ଣ ହେଲା କୋଣ ଦେଖାଯାଉଛି ତ ଏଇଟା ହେଲା କୋଣ ଲେଖା ହେଇଛି କୋଣ ହେଲା ତାହେଲେ ସେ କହୁଛି ନା ରଶ୍ମି ହେଲା ଆମେ ତ ରଶ୍ମି କ'ଣ କରିଦେବା ନା ତୀର ଚିହ୍ନ ଦେଇଦେବା ଏଇଟା ହେଇଗଲା ରଶ୍ମି ସେ କହୁଛି ରଶ୍ମି ଦୁଇଟିର ମୂଳ ବିନ୍ଦୁ ଏଇଟା ହେଲା ମୂଳ ବିନ୍ଦୁ ହେଲା ମୂଳ ବିନ୍ଦୁ ଏଇଟା ନାଁ ଦେଇଦେବା କ ହେଲା ନାଁ ଦେଲି କ ହେଲା ଆଉ ଏଠି ଦେଇଦେଲି କ'ଣ ଆଚ୍ଛା ଏଠି କ ଏଇଟା ଖ ଏଠି ଖ ଏଇଟା ଦେଇଦେଲି ଗ ହେଲା କ ଖ ଗ ହେଲା ଏଇଟା ହେଲା କ କୋଣର ଏଇଟା ହେବ କ'ଣ ନା ଶୀର୍ଷ ହେଲା କୋଣର ଶୀର୍ଷ ହେଲା ଏଇ ଗୋଟେ ହେଇଗଲା କୋଣର ହେଲା ଶୀର୍ଷ ହେଲା ଏଇଟା ହେଲା କୋଣର ଶୀର୍ଷ ତାହେଲେ ଆମେ କ'ଣ ଲେଖିବା ନା କ ଗ ଓ କ ଖ ମୁଁ କହୁଛି କ'ଣ ନା କ ଗ ହଉ କ ଖ ହେଲା ତାହେଲେ ଏଇଟା ହେଉଛି କ ଗ ଲେଖିଲି କ ଗ କ'ଣ ନା ରଶ୍ମି ଏଇଟା କ ଗ ମୁଁ ଲେଖିଲି ରଶ୍ମି ହେଲା ଏଠି ଦେଇଦେଲି ରଶ୍ମି ଆଉ କ ଖ ଇଏ ବି ଗୋଟିଏ କ'ଣ ରଶ୍ମି ଓ କ ଖ ହେଲା ରଶ୍ମି ହେଲା ଦ୍ୱୟର କ'ଣ ହେଉଛି ନା ବାହୁ ଆମେ କ'ଣ କହୁଛେ ବାହୁ ଆମର ଯେମିତି ଏଇଟା ବାହୁ ସିଏ ସେମିତି ଏଇଟା ହେଲା ବାହୁ ଏଇଟା ବି ହେଲା ରଶ୍ମି ବାହୁ ହେଲା ଅଟନ୍ତି ଆଉ କୋଣର ନାମ ହେଉଛି କୋଣ ଆମେ ଯେଉଁ କହୁଛେ ଦେଖ ଏଇଟା ହେଲା ଗ କ ଖ ଏଇ ଗୋଟେ ଏଇ କ ହେଲା କୋଣ ତାହେଲେ କ ଆଉ ଖ ହେଲା ଲେଖିବା କେମିତି ଲେଖିବା ନା ଗ କ ଆଉ ଖ ହେଲା ଇଏ ହେଲା କୋଣ ସୂଚିତ ମାନେ ଏଇଟା ହେଲା କୋଣ ହେଲା ଏଇଟା ହେଲା କୋଣ ସୂଚିତ ଆମେ ଜାଣିବା ହେଲା ଆଚ୍ଛା ହଉ ତାହେଲେ କୋଣ ସେମିତି କୋଣ କେତେ ପ୍ରକାର ନା କୋଣ ହେଉଛି 3 ପ୍ରକାର ହେଲା କୋଣ ହେଉଛି 3 ପ୍ରକାର ଯେଉଁ 3 ପ୍ରକାରର କୋଣର ଏଇଠି ତୁମେ ଦେଖ ଅଛି ଆମର ପ୍ରୋଟ୍ରାକ୍ଟର ଅଛି କୋଣ ଆମେ ଯେମିତି ଲେଖୁଛେ ଦେଖିବ ସବୁ ଅଛି ହେଲା କୋଣ 90 ଅଛି 80 ଅଛି 70 ଅଛି 60 ସବୁ ଏଇଥିରେ ଅଛି ସେ ହେଉଛି ଏଇ କୋଣ ହେଲା 3 ପ୍ରକାରର ହେଲା ଗୋଟିଏ କୋଣ ହେଉଛି ନା 90ରୁ କମ୍
ତାକୁ ସୂକ୍ଷ୍ମ କୋଣ କହନ୍ତି ହେଲା। ଆଚ୍ଛା, ଯଦି ଆମେ କ'ଣ କରିବା ନା ଆଉ ପେନ୍ସିଲ୍ ଆଉ କମ୍ପାସ୍ ସାହାଯ୍ୟରେ ଆମେ କୋଣ ଅଙ୍କନ କରିବା। ସେ କୋଣ ଅଙ୍କନ କରିବାର ମୁଁ କହିଦେଉଛି, ଏ ଯେଉଁ ଆମେ ଆଗ ଗୋଟେ ସରଳ ରେଖା ନେବା, ନେଇ ସାରିକି ଆମେ 5, 6 ସ୍କେଲରେ ନେବା, 5, 6 ନେବ, ନେଇ ସାରିକି ଆମର କମ୍ପାସ୍ ଆଉ ପେନ୍ସିଲ୍ ହେଲା, ଏଇଟା ହେଲା ପେନ୍ସିଲ୍, ଏ ଦୁଇଟାକୁ ଭଲ ଭାବରେ ଟାଇଟ୍ କରିବା। ଏମିତି ହଲ ହଲ ଯେମିତି ନ ହେଉଥିବ ଭଲ ଭାବରେ କରିବା। କୋଣ ଅଙ୍କନ କରିବା ଯେତେବେଳେ ଆମେ କ'ଣ କରିବା, ଘୁରେଇବା ସମୟରେ ଥରେ ଘୁରେଇଲେ ତାକୁ ଆମେ ସାନ ବଡ଼ ଏମିତି କରିବା ନାହିଁ, ଏପଟ କରିବା ନାହିଁ। ଯେତିରେ ଘୁରେଇବା ସେତିକିରେ ଆଉ ଘୁରେଇବା। ଥରେ ଘୁରେଇ ସାରିବ, ଆଉ ଥରେ ଘୁରେଇଲେ କମେଇ ଦେବ, ଜାଣିନଥିବ ଏମିତି କରିଦେବ, ଧରିଦେବ, କମିଯିବ, ଏସବୁ ଭୁଲ ହେଇଯିବ ହେଲା। ତେଣୁ କରିକି ଯେତେବେଳେ ଆମେ ସବୁ ଅଙ୍କନ କରିବା, ଆମେ ଯେତେବେଳେ ଘୁରେଇବା, ତେଣୁକରି ୟାକୁ ଭଲ ଭାବରେ ଧୀରେ ସ୍ଥିର କରିକି କରିବା। ନହେଲେ ଏତିକିରେ ବୁଲେଇଥିବା, ଆଉ ବୁଲିଲା ବେଳକୁ ପୁଣି କମେଇ ଦେବା, ତାହେଲେ ହେବନି, ଛୋଟ ବଡ଼ ହେବ, ଭୁଲ ହେବ ହେଲା। ତେଣୁ କହୁଛି 90ରୁ କମ୍ ହେଲା ସୂକ୍ଷ୍ମ କୋଣ ହେଲା। ଆଉ ପ୍ରଥମ ଗଲା ସୂକ୍ଷ୍ମ କୋଣ, ତାପରେ ଆସୁଛି କ'ଣ ନା ସମକୋଣ। ନା 90 ମାପର କୋଣକୁ ସମକୋଣ କହନ୍ତି ହେଲା। ଆମେ ଏଠି ଅଛି ଦେଖିବ 90 ଅଛି ହେଲା, ପୁରା ସିଧା 90 ଠିକ୍, କମ୍ ନାହିଁ କି ବେଶୀ ନାହିଁ, 90 ଠିକ୍, 90 ମାପିବ 90, ସେଇଟା ହେଲା ସମକୋଣ। ଆଉ କହୁଛି 90ରୁ ଅଧିକ, 90 ଅଛି, 90 ପରେ 100, 120 ଅଛି, ସେ ଯେଉଁ ଅଧିକ ହେଇଯିବ ସେଇଟା ହେଉଛି ନା କ'ଣ, 90ରୁ ଅଧିକ 180ରୁ କମ୍ ପରିମାଣକୁ ସ୍ଥୂଳ କୋଣ କୁହାଯାଏ ହେଲା। ତାହେଲେ ଆମେ ଜାଣିଲେ 3 ପ୍ରକାର କୋଣ, ଗୋଟେ ହେଲା 90ରୁ କମ୍, ଆଉ ଗୋଟେ ହେଲା 90, ଆଉ ଗୋଟେ 90ରୁ ଅଧିକ, 180ରୁ କମ୍ ହେଲା। ଏଇ ଯେଉଁ 3 ପ୍ରକାର କୋଣ ହେଲା, ତାକୁ ତମେ ମାନେ ତାହେଲେ ମୁଁ ଟିକେ ଖାଲି ଏଇଥିରେ କହିଦେଉଛି, ତମେ ମାନେ କିନ୍ତୁ ଘରେ କିନ୍ତୁ ସ୍କେଲ୍ ଆଉ କମ୍ପାସ୍ ପେନ୍ସିଲ୍ରେ ତମେ କରିବ। ମୁଁ ତମକୁ ଖାଲି ଏଥିରେ କହିଦେଉଛି, ତମେ ଇଏରେ କରିବ ହେଲା। ତାହେଲେ କ'ଣ କରିବି ନା ଆଗ ଗୋଟେ ସରଳ ରେଖା ନେବି, ସିଧା ହେଲା, ନାହିଁ ଭଲ ଭାବରେ ସରଳ ରେଖା ନେବା ହେଲା। ଏମିତି ଗୋଟେ ସ୍କେଲ୍ ଗୋଟେ ନେଇଯାଉଛି ହେଲା, ସରଳ ରେଖା ନେଇଗଲି। ତମେ ମାନେ ସେମିତି ଗୋଟେ ସରଳ ରେଖା ସ୍କେଲରେ 7 ହେଉ, 6 ହେଉ, 5 ହେଉ ହେଲା, ସରଳ ରେଖା ଧଳା କାଗଜ, ସଫା, ଆଉ ଗାର ପ୍ରକାର ନୁହେଁ, ସଫା କାଗଜ ହେଉ, ଖାତା ହେଉ ହେଲା, ଆରାମସେ ପକେଇକି ବସେଇକି ଗୋଟେ ନେଇଗଲ ହେଲା, ସରଳ ରେଖା ନେଇଗଲ। ନେଇଯାଇ କ'ଣ କରିବେ ନା, ମୁଁ କ'ଣ କହୁଛି ନା 90ରୁ କମ୍ ହେଲା କରୁଛି ହେଲା, ସୂକ୍ଷ୍ମ କୋଣ କରୁଛି ହେଲା। ଏଇଠି ରଖିଲି, ଏଇ ଯେଉଁ ତମେ ମାନେ କ'ଣ କର, ଏଇଟା ଧରିଥିବ ହେଲା, ଏଇଟାରେ ହେଲା ଘୁରେଇବ ହେଲା, ଏଇଠି ରଖିବ ହେଲା, ଏଇଠି ମୁନକୁ ଏମିତି ରଖିବ, ରଖିକି
ଘୂରେଇବ ହେଲା। ଏଇଟା ଘୂରେଇ ସାରିଲ ସେତିକି ଆଉ କମ୍ ବେଶୀ କରିବନି ହେଲା। ସେଇଠୁ କ'ଣ କଲ ଏ ଯେଉଁଠି ମିଶିଲା ଏଇଠି ମିଶିଛି ଏଇଠି ମିଶିକି ଏଇଠି କରିବ ହେଲା। ଏଇଠି ମିଶିଲା ଆମେ ଏଇଠି ରଖିକି ଏଇଠି କାଟିଲେ କାଟିଲେ ତାପରେ ଏଠୁ କାଟିବା ହେଲା। ତାପରେ କ'ଣ କରିବା ଏଇଠୁ ହେଲା ଏଠି କାଟିବା ଏଇଠୁ ଏଠି କାଟିଲେ କାଟି ସାରିକି ଆମେ କ'ଣ କରିବା ପୁଣି ଲଗେଇଦେଲେ ହେଲା। ପୁରା ଇଏରେ ଲଗେଇବ। ମୋର ଟିକେ ଏପଟ ସେପଟ ହେଇଯାଉଛି କିନ୍ତୁ ତମେ ମାନେ ଭଲରେ କରିବ। ଏଠି ଲଗେଇଲ ଏଇଟା କେତେ ହେଲା ଦେଖିଦେବ ଏଇଟାରେ ଏଇଟା ତ ମାପିଦେବ ମାପିଲେ ଏଇଟା ପୁରା ହେଇଯିବ 90 ହେଲା 90 ଡିଗ୍ରୀ ହେଲା। 90 ହେଇଗଲା ଆମେ 90 ନେଇଗଲେ ଏଇଠୁ ଆମର ସେମିତି ଥିବ ହେଲା। ଆମ କମ୍ପାସ ସେମିତି ଆମେ କିଛି କମ୍ ବେଶୀ କରିନେ ସେମିତି ଥିବ। ଏଇଟାକୁ ରଖିକି ଆମେ ଏଇଠି ରଖିବା ଏଇ ଯେଉଁ ଛେଦ କଲା ଏଇଠି ରଖିକି ଆମେ ଏମିତି ବୁଲେଇ ଦେବା ଏଇଠୁ ରଖିକି ଏମିତି ବୁଲେଇ ଦେବା ଏଠୁ ପୁଣି ରଖିକି ଏମିତି ବୁଲେଇ ଦେଲେ ହେଇଗଲା। ବୁଲେଇ ଦେଇକି ଏ ସ୍କେଲରେ କ'ଣ କରିବା ଆମେ ପୁଣି ଏମିତି ହେଲା କରିଦେଲେ ଏଇଠୁ ଏତିକ କମ୍ ହେଇଗଲା ତାହେଲେ ଏଇଟା ହେଇଗଲା କ'ଣ ନା ସୂକ୍ଷ୍ମ କୋଣ ହେଲା ହେଲା। ତାହେଲେ ଏଇଟା ହେଲା କେତେ ହେଲା ଅଧା ଅଧା ହେଇଗଲା 90 ଥିଲା 90ର ଅଧା ହେଇଗଲା ଏଠି ହେଇଗଲା 45 ଡିଗ୍ରୀ। ତାହେଲେ ଏଇଟା ହେଇଗଲା କ'ଣ ନା ସୂକ୍ଷ୍ମ କୋଣ। ଏଇଟା ହେଇଗଲା ହେଲା ସୂକ୍ଷ୍ମ କୋଣ 90ରୁ କମ୍। ସେ ସେମିତି କହୁଛି ନା ସମକୋଣ ସମକୋଣ ସେମିତି ଆମେ ନେଇଯିବା ଗୋଟେ ସ୍କେଲରେ ନେଇଗଲି ହେଲା। ସେମିତି ଆମେ ସେମିତି ଗୋଟେ ଏଇଠୁ ରଖିକି ଏଇଠୁ ରଖିକି ଏମିତି ହେଲା ପୁଣି କଲେ ଏଇଠୁ ରଖିକି ଏଠି କଲେ ଏଠି ରଖିକି ଏଠି କରିଦେଲେ ହେଲା। ନେଇଯାଇକି ଆମେ ଏଠୁ ଲଗେଇଦେଲେ ହେଲା। ଏଇଟା ହେଇଗଲା 90 ହେଲା। ତାହେଲେ ହେଇଗଲା କ'ଣ ନା ସମକୋଣ। ଏଇଟା ହେଇଗଲା ସମକୋଣ ହେଲା। ତାପରେ ଆଉ ଗୋଟେ ଆସିଲା କ'ଣ ସ୍ଥୂଳ କୋଣ। 3ରେ ହେଉଛି ସ୍ଥୂଳ କୋଣ। ସ୍ଥୂଳ କୋଣ ସେମିତି ଆମେ କ'ଣ କରିବା 90ରୁ ଅଧିକ ନେଇଗଲେ ଗୋଟେ ନେଇଗଲେ ସେମିତି ଏଠୁ ଆମେ ରଖିଲେ ତା ଖସି ଯାଉଛି ହଉ ନେଲେ ଏଠି କଲେ ଏଇଟାରୁ ତାହେଲେ କହୁଛି 90ରୁ ଅଧିକ। ଆଚ୍ଛା ହଉ ଏଠୁ ରଖିଲେ ଏଠୁ ରଖିକି ଏଠି କରିଦେଲେ ତାହେଲେ ଆମେ ଏଠୁ ତାପରେ ଏଇଟା ହେଇଗଲା ଏଇଟା ହେଉଛି କେତେ 90 ଡିଗ୍ରୀ 90ରୁ ଅଧିକ ଏଇଠୁ ଆମେ ଖାଲି ହେଲା। ଆଚ୍ଛା ଏଠୁ ଏତିକ 60 ଏଠୁ ଏତିକ 60 ଏଇଟା ହେଇଗଲା 120 ହେଲା। 120 ହେଇଗଲା। ଏଇଟା ହେଇଯାଉଛି କ'ଣ ନା ସ୍ଥୂଳ ଏଇଠୁ ଏତିକ ହେଲା ସ୍ଥୂଳ କୋଣ ହେଲା ହେଲା। ତାହେଲେ 3 ପ୍ରକାର ସୂକ୍ଷ୍ମ କୋଣ ସମକୋଣ ଆଉ ସ୍ଥୂଳ କୋଣ ହେଲା। ଇଏ ହେଉଛି 90ରୁ କମ୍ ଏଇଟା 90 ଏଇଟା ହେଲା 90ରୁ ଅଧିକ 120 ହେଲା। ତେଣୁକରି 3 ପ୍ରକାର କୋଣ ହେଲା। ସିଏ ତାହେଲେ ଆମେ ଜାଣିଲ ତମେ କିନ୍ତୁ
घरे आराम से है कंपास और पेंसिल को आ स्केल को पकईकि थरे दुईथर तीन थर आराम से धीरे 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 कले हम आ त कले भूल भाल हो पेंसिल की माड़ भांगी ना धीरे धीरे आराम से धीरे 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 होगले 5 6 बेलू फटाफट 7 बेलू आग 8 बेलू है 9 बेलू 10 बेलू धीरे धीरे शिखब है सेमती कहे आम ये गला कोण गला 3 प्रकार तेणु आसूची त्रिभुज है त्रिभुज से कौची त्रिभुज कौन ना 3टी बाहु है आ गोटे 3टी बाहु बा आम कहे रश्मि आबद्ध है आबद्ध आबद्ध होई मिलित हुअन्ति ताकू त्रिभुज कहन्ति है त्रिभुज है त्रिभुज से कौन 3टी बाहु है ये गोटिया बाहु है यहीटा गोटे बाहु यहीटा गोटे बाहु है 1 2 3 है 3टी है बाहु है आम कौच बाहु है बाहु नले आ कौन कौचे रश्मि है रश्मि बाहु बा रश्मि समान बाहु कह हम है रश्मि कहले भी हम दीटाक समान से कौची आबद्ध है रहिला मिसिकी भीतर ये आबद्ध है अलगा अलगा नाई अलगा अलगा नाई आबद्ध आबद्ध होई मिलित हुअन्ति ये सब मिसीगले है यहाँ ये आसिक एटी मिसिला ये आके मिसिला सब मिसीगल मिलित होगले आबद्ध होबाकू त्रिभुज कहते ये है त्रिभुज है त्रि है 3 आउ भुज है बाहु बा रश्मि है 1 2 3 भुज बाहु भुज रश्मि है तार त्रिभुज सेमती यही त्रिभुज 3 प्रकार 1 2 3 जमती कोण 3 प्रकार है सेमती त्रिभुज भी 3 प्रकार है गोटे हूँ कौन ना 3टी दैर्घ्य है दैर्घ्य बा बाहु बा रश्मि है से कौची ना 3टीर दैर्घ्य परस्पर है सम्मान है ये मनकर 5 एटा मनकर 5 एटा मनकर 5 है 5 5 5 है कौन सम्मान है सम्मान है सम बा सम्मान समबाहु त्रिभुज है समबाहु त्रिभुज 3टा जाक समान है ताले सी कौच गला समबाहु गला आ गोटे हूँ समद्विबाहु है समद्विबाहु समद्वि माने 2टा बाहु है 2 बाहु समद्विबाहु एटा मनकर 5 है एटा मनकर एटा 6 एटा 6 है एटा मनकर बोले 5 5 5 सेमी 5 सेमी सेमी एटा 6 सेमी 6 सेमी सेमी है सेमी सेमी से कौच 5 सेमी 5 सेमी 5 सेमी 6 सेमी 6 सेमी है 5 सेमी
ताले दीटा एटा दीटा समान एटा अलगा 5 अलगा है समदी बाहु है समदी बाहु है समदी है समदी दी है दुईटी सम है समान बाहु है बाहु आम कौचे बाहु रश्मि है से बाहु ताले ये है तुम आम ना लिखिदेव देख है क ख ग है जमी ना लिखब है क ख ग है समद्विबाहु त्रिभुज तापर से कौची विषम बाहु त्रिभुज है से कौची तीनोटी बाहु है 3 बाहुर दैर्घ्य समान नुहे है समान नुहे ताकू विषम बाहु त्रिभुज कहती है विषम बाहु समान नुहे है अलगा 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 है एटा अलगा एटा अलगा एटा अलग 3टा जाक अलगा है 3 बाहुर दैर्घ्य समान नुहे ताकू विषम बाहु त्रिभुज कहती है मुझे कर दूँ है यहाँ नहीं गली मनकर 6 सेमी है यहाँ मनकर नहीं गली 8 सेमी ये सेमती स्केल लगे दूब यहाँ मनकर 9 सेमी ना लिखिदेव क ख ग है ताले एटा 6 सेमी एटा 9 सेमी एटा है 8 सेमी है ताले ना लिखिले एटा है क एटा है ख एटा है ग है तो आम लिखा क ख है क ख केते केते ना 6 सेमी है तापर लिखा ख ग ख ग केते 9 सेमी है ताले क ग केते 8 सेमी है ताले ये होगा कौन ना विषम बाहु त्रिभुज विषम बाहु त्रिभुज है ताले ये है विषम बाहु अलग अलग है ये है समद्विबाहु 2टा समान ये है समबाहु है 3टा जाक समान है ताले त्रिभुज है 3 प्रकार कोण हूँ 3 प्रकार ना जाइल रश्मि जाइल रेखा जाइल वक्र रेखा जाइल है तो खातार भल कि आराम से कर ठीक अच्छे।